ଅଚାନକ ଚଢ଼ଉ ଏବଂ 5 ବାଲି ଗାଡ଼ି ଜବତ। ବିଶେଷ କରି ଯଦି କହିବା ପିପିଲି ବେରେ ବେଆଇନ ବାଲିଘାଟ ଚାଲୁଥିବା ନେଇ ଯେତେବେଳେ ବାରମ୍ବାର ଅଭିଯୋଗ ହୋଇଥିଲା, ଏ ନେଇକି ମଧ୍ୟ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ। ଗୋଟେ ପ୍ରକାର ଏବେ ଆକ୍ସନ୍ ମୁଡ଼ରେ ଆସିଛି ଜିଲ୍ଲା ପ୍ରଶାସନ। ଯଦି କହିବା ଗତ କିଛି ଦିନ ତଳେ ନୂଆ ଶାସନରେ ରେଡ୍ କରିକି ବାଲି ଡିପୋକୁ ରେଡ୍ କରିକି ଲକ୍ଷାଧିକ ଟଙ୍କାର ବାଲିକୁ ଜବତ କରିଥିଲେ ଏବଂ ଗତକାଲି ବିଳମ୍ବିତ ରାତିରେ ପିପିଲି ଯେଉଁ ତୋଟାପଡ଼ା ଅଞ୍ଚଳରେ ମଧ୍ୟ ବେଆଇନ ବାଲିଘାଟ ଉପରେ ଚଢ଼ାଉ କରାଯାଇଛି। ବିଶେଷ କରି ଯଦି କହିବା ପାଖାପାଖି 5ଟି ଗାଡ଼ିକୁ ଜବତ କରାଯାଇଛି ଏବଂ 3 ଜଣଙ୍କୁ ମଧ୍ୟ ପୋଲିସକୁ ହସ୍ତାନ୍ତର କରିଥିବା କଥା କୁହାଯାଉଛି। ଆପଣ ଦେଖନ୍ତୁ, ଯଦି କହିବେ ପିପିଲିରେ ବେଆଇନ ବାଲିଘାଟ ଚାଲୁଥିବା ନେଇକି ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ଏବଂ ଏ ନେଇକି ମଧ୍ୟ ସରକାର ସମାଲୋଚିତ ହେଉଥିଲେ। ଏ ନେଇକି ସରକାରଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲା ଏବଂ ସରକାର ବ୍ୟାକଫୁଟକୁ ଯାଉଥିଲେ। ଏ ନେଇ ଗତ କିଛି ଦିନ ତଳେ ଆପଣ ଯଦି ଦେଖିବେ, ସବ୍ କଲେକ୍ଟର ଯେଉଁ ଅଫିସରଙ୍କୁ ଦବଙ୍ଗ ଅଫିସର ଏବେ କୁହାଯାଉଛି, ସେହି ଅଫିସରଙ୍କ ନେତୃତ୍ୱରେ ବର୍ତ୍ତମାନ ନୂଆ ଶାସନରେ ରେଡ୍ କରାଯାଇଥିଲା ଏବଂ ପାଖାପାଖି 6320 ଘନମିଟର ଯେଉଁ ବେଆଇନ ବାଲି ଡିପୋରେ ରଖାଯାଇଥିଲା ତାକୁ ଜବତ କରାଯାଇଥିଲା। ଯଦିଓ ଅନେକ ଚାପ ସୃଷ୍ଟି ହୋଇଥିଲା, ତଥାପି ଜିଲ୍ଲା ପ୍ରଶାସନ ସେ ବାଲିକୁ ନିଲାମ କରିବାରେ ଗୋଟେ ସଫଳତା ପାଇଥିଲା ଏବଂ ଲକ୍ଷାଧିକ ଟଙ୍କା ସରକାର ରାଜକୋଷକୁ ଯାଇଥିଲା। ଆପଣ ଯଦି ଦେଖିବେ, ଗତକାଲି ବିଳମ୍ବିତ ରାତିରେ ପାଖାପାଖି ରାତି 12ଟା ପରେ ସେଇ ସବ୍ କଲେକ୍ଟରଙ୍କ ନେତୃତ୍ୱରେ ତୋଟାପଡ଼ାରେ ଗୋଟିଏ ଚଢ଼ାଉ କରାଯାଇଥିଲା। ଯେତେବେଳେ ଚଢ଼ାଉ କରାଯାଇଥିଲା ସେତେବେଳେ କୌଣସି ଟ୍ରେସ୍ ପାଇନଥିଲେ ଯେ ପୂର୍ବରୁ ଯେଉଁ ବାଲି ବେପାର କରୁଛନ୍ତି କି ଚୋରା ବାଲି ବେପାର କରୁଥିବା ସେଇ ମାଫିଆମାନେ। କାରଣ ଦେଖନ୍ତୁ, ପୂର୍ବରୁ ଯେତେବେଳେ ବିଭିନ୍ନ ଘାଟରେ ଯେତେବେଳେ ଚଢ଼ାଉ କରାଯାଏ ତା ପୂର୍ବରୁ ଅଧିକାରୀମାନଙ୍କ ପାଖରେ ଲୋକଙ୍କ ପାଖରେ ଖବର ପହଞ୍ଚିଯାଏ, ଯାହା ପାଇଁ ବାଲି ଘାଟରେ କେବଳ ଅଧିକାରୀମାନେ ଯାଆନ୍ତି, ଫେରିକି ଆସନ୍ତି, କୌଣସି ସ୍ୱର ଶବ୍ଦ ମିଳେ ନାହିଁ। କିନ୍ତୁ ଗତକାଲି ଏଭଳି ଭାବରେ ଚଢ଼ାଉ କରାଯାଇଥିଲା, ଯେଉଁ ଚଢ଼ାଉ ପାଇଁ ବର୍ତ୍ତମାନ ଯେଉଁ କୌଣସି ଅଧିକାରୀମାନେ ପୂର୍ବରୁ କୌଣସି ସୂଚନା ପାଇନଥିଲେ, ଯାହା ପାଇଁ ଏ ରେଡ୍ ସଫଳ ହୋଇଥିଲା ଏବଂ ଘଟଣାସ୍ଥଳରେ ଯେଉଁ ସବ୍ କଲେକ୍ଟରଙ୍କ ନେତୃତ୍ୱରେ ଯେଉଁ ଟିମ୍ ପହଞ୍ଚିଥିଲେ, ସେହି ଟିମ୍ ପହଞ୍ଚିବା ପରେ ପାଖାପାଖି 5ଟି ବାଲି ଗାଡ଼ିକି ଜବତ କରାଯାଇଥିଲା ଏବଂ 3 ଜଣଙ୍କୁ ମଧ୍ୟ ସେଠି ଏଇ ଯେଉଁ ବେଆଇନ ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗରେ ତାଙ୍କୁ ମଧ୍ୟ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଆପଣ ଦେଖନ୍ତୁ, କେବଳ ଏଇ ତୋଟାପଡ଼ା ନୁହେଁ, ପିପିଲିର ପାଖାପାଖି 17ଟି ବେଆଇନ ବାଲିଘାଟ ଚାଲୁଛି। ଅନେକ ସମୟରେ ଏ ନେଇକି ମଧ୍ୟ ସରକାର ସମାଲୋଚିତ ହେଉଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ସୋସିଆଲ ମିଡ଼ିଆରେ ମଧ୍ୟ ବିଭିନ୍ନ ରାଜନୈତିକ ଦଳକୁ ଏ ନେଇକି ସମାଲୋଚନାର ଶିକାର ହେବାକୁ ପଡ଼ୁଛି ଏବଂ ଏଇ ବାଲିଘାଟ କାହା ପ୍ରରୋଚନାରେ ଚାଲୁଛି ତାହାକୁ ନେଇକି ମଧ୍ୟ ପ୍ରଶ୍ନ ଉଠୁଛି। ଏବଂ ଆପଣ ଯଦି ଦେଖିବେ, ଗତକାଲି ଯେତେବେଳେ ଏଇ ବାଲିଘାଟରେ ପୁଣି ଥରେ ଚଢ଼ାଉ କରାଯାଇଛି, ନିଶ୍ଚିତ ରୂପେ ସରକାରୀ ଯେଉଁ ଅଧିକାରୀଙ୍କ ଉପରେ ସାଧାରଣ ଜନତାଙ୍କର ଧୀରେ ଧୀରେ ମଧ୍ୟ ବିଶ୍ୱାସ ଆସୁଛି। କାରଣ ପୂର୍ବରୁ ସମସ୍ତେ ଭାବୁଥିଲେ ଯେ ସରକାରୀ ଅଧିକାରୀଙ୍କର ସହଯୋଗରେ ଏ ବାଲିଘାଟ ଚାଲୁଛି, କିନ୍ତୁ ଯେତେବେଳେ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଯେଉଁ ଅଧିକାରୀମାନେ ବାରମ୍ବାର ଚଢ଼ଉ କରୁଛନ୍ତି ଏବଂ ଯେଉଁ ଘାଟକୁ ରେଡ୍ କରାଯାଉଛି ଏବଂ ଲକ୍ଷାଧିକ ଟଙ୍କା ମଧ୍ୟ ଫାଇନ୍ କରାଯାଉଛି, ସେଥି ପରବର୍ତ୍ତୀ ସମୟରେ ନିଶ୍ଚିତ ରୂପେ ଏହି ସରକାରୀ ଅଧିକାରୀମାନଙ୍କୁ ସାଧୁବାଦ ଅନେକ ଲୋକ ଦେଉଛନ୍ତି। ଆମେ ମଧ୍ୟ ନିଶ୍ଚିତ ରୂପେ ସରକାରୀ ଅଧିକାରୀଙ୍କୁ ମଧ୍ୟ ସାଧୁବାଦ ଦେବା। କାରଣ ନିଶ୍ଚିତ ରୂପେ ଯେଉଁଭଳି ଭାବରେ ରାତି ଅଧରେ ଯାଇକି ଚଢ଼ାଉ କରୁଥିଲେ, ସେ ଏ କୌଣସି କମ୍ କଥା ନୁହେଁ। କାରଣ ଯେତେବେଳେ ବାଲି ଚୋରି କରାଯାଉଛି ଏବଂ ସେତେବେଳେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ବହୁତ ଚାପର ସମ୍ମୁଖୀନ ହେଉଛନ୍ତି। କାରଣ ଯେତେବେଳେ ରେଡ୍ କରାଯାଉଛି ସେ ସମୟରେ ମଧ୍ୟ ଅଧିକାରୀମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ଚାପ ସୃଷ୍ଟି କରାଯାଉଛି। ତଥାପି କୌଣସି ଚାପର ବଶବର୍ତ୍ତୀ ନ ହୋଇ ସବ୍ କଲେକ୍ଟରଙ୍କ ନେତୃତ୍ୱରେ ଯେଉଁ ଟିମ୍ ଗଠନ କରାଯାଇଥିଲା, ତୋଟାପଡ଼ାରେ ରେଡ୍ କରିଛନ୍ତି। ପାଖାପାଖି 5ଟି ଗାଡ଼ିକି ବାଲି ଜବତ ଗାଡ଼ିକି ମଧ୍ୟ ଜବତ କରାଯାଇଛି। ଆଉ ପିପିଲି ଥାନାରେ ମଧ୍ୟ ଏବେ ସେ ଜବତ ଗାଡ଼ି ରହିଛି ଏବଂ 3 ଜଣଙ୍କୁ ଗୋଟେ ପ୍ରକାର ଯଦି କହିବା 3 ଜଣଙ୍କୁ ମଧ୍ୟ ପିପିଲି ପୋଲିସକୁ ହସ୍ତାନ୍ତର କରିବା କଥା କୁହାଯାଉଛି। ଦେଖନ୍ତୁ, କେବଳ ଏଇ ରେଡ୍ ଭିତରେ ଏ ସୀମିତ ଯଦି ରହିଲେ ହେବନି, କାରଣ ପିପିଲିରେ ପାଖାପାଖି
ଯେଉଁ 17ଟି ବେଆଇନ ବାଲିଘାଟ ଚାଲିଛି ଏହା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବାର ଆବଶ୍ୟକତା ରହିଛି। କାରଣ ମନ ଇଚ୍ଛା ଭାବରେ ଯେଉଁଭଳି ଭାବରେ ଆପଣ ଦେଖିବେ ବାଲିର ରେଟ୍ ଏତେ ହେଲାଣି ଯେ ସାଧାରଣ ଗରିବ ଲୋକଟି ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ କରିପାରୁନି। କାରଣ ବାଲି ଏତେ ପରିମାଣରେ ରେଟ୍ ବୃଦ୍ଧି ପାଇଛି ଯାହାଦ୍ୱାରା ସାଧାରଣ ଲୋକ ମଧ୍ୟ ସମୟ ସୀମା ଭିତରେ ଘର ମଧ୍ୟ କରିପାରୁନି, ଯାହା ପାଇଁ ଗୋଟେ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛି। ଏଥିପାଇଁ ବାରମ୍ବାର ଯେଉଁ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଅଭିଯୋଗ କରାଯାଉଥିଲେ ମଧ୍ୟ ସ୍ଥାନୀୟ ତହସିଲଦାର ମଧ୍ୟ ଏପ୍ରତି କୌଣସି ଦୃଷ୍ଟି ଦେଉନଥିଲେ। ସେଥିପାଇଁ ସାଧାରଣ ଲୋକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ। ଜିଲ୍ଲାପାଳ ସଫଳଙ୍କ ନେତୃତ୍ୱରେ ପିପିଲିରେ ଯେଉଁଭଳି ଭାବରେ ଚଢ଼ାଉ ଜାରି ରଖିଛନ୍ତି, ବେଆଇନ ବାଲିଘାଟ ବନ୍ଦ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି, ନିଶ୍ଚିତ ରୂପେ ଏହି ଅଧିକାରୀମାନଙ୍କୁ ନିଶ୍ଚିତ ରୂପେ ସାଧୁବାଦ ଦେବାର ଆବଶ୍ୟକତା ରହିଛି। ଏବଂ ଗୋଟେ କଥା ଏବେ ଚର୍ଚ୍ଚା ଚାଲିଛି, ପୂର୍ବରୁ ଅନେକ ପୋଲିସ ଅଫିସରଙ୍କୁ ଦବଙ୍ଗ ପୋଲିସ ଅଫିସର କୁହାଯାଉଥିଲା, କିନ୍ତୁ ପୁରୀ ଜିଲ୍ଲାରେ ବର୍ତ୍ତମାନ ଯେଉଁ ସବ୍ କଲେକ୍ଟର ରହିଛନ୍ତି, ଯେଉଁ ପିପିଲିରେ ନୂଆ ଶାସନରେ ଚଢ଼ାଉ କରୁଥିଲେ ଏବଂ ତୋଟାପଡ଼ାରେ ମଧ୍ୟ ଚଢ଼ାଉ କରି 5 ଗାଡ଼ି ଜବତ କରୁଛନ୍ତି, ଯେ ଦବଙ୍ଗ ଅଫିସର ମଧ୍ୟ ଗୋଟେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ନିଶ୍ଚିତ ରୂପେ ଯେଉଁ ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ କଥା କହିଥିଲେ ସେ କଥାକୁ ଜିଲ୍ଲା ପ୍ରଶାସନ ଅକ୍ଷରେ ଅକ୍ଷରେ ପାଳନ କରୁଥିବା କଥା ଗୋଟେ ମଧ୍ୟ ଏବେ ଚର୍ଚ୍ଚା ଆସୁଛି। ଏବଂ ଯେଉଁ କଥାକୁ ନେଇକି ଆଲୋଚନା ପର୍ଯ୍ୟାଲୋଚନା କରାଯାଉଥିଲା ଯେ ବାଲିଘାଟରେ ଅଧିକାରୀଙ୍କର ସମ୍ପୃକ୍ତି ରହିଛି, ନିଶ୍ଚିତ ରୂପେ ଏଇଭଳି ଚଢ଼ାଉ ପରେ ନିଶ୍ଚିତ ଏହି କଥା ମଧ୍ୟ ସାଧାରଣ ଲୋକ ମନରୁ ହଟିବ। ବେଆଇନ ବାଲିଘାଟରେ ଅଧିକାରୀମାନେ ମଧ୍ୟ ନିଷ୍ଠାପର ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଆଶା ରଖିବା ନିଶ୍ଚିତ ରୂପେ ଜିଲ୍ଲା ପ୍ରଶାସନ ଏଭଳି ଭାବରେ ନିଷ୍ଠାପର କାର୍ଯ୍ୟ କରୁ ଏବଂ ବେଆଇନ ବାଲିଘାଟ ବନ୍ଦ କରିବାରେ ସକ୍ରିୟ ହେଉ। ଆପଣ ଯୋଡ଼ି ରହିଥାନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ। ଯଦି କୌଣସି ସ୍ଥାନରେ ଏଭଳି ବେଆଇନ ବାଲିଘାଟ ଚାଲୁଛି ଆପଣ ତା'ର ଭିଡ଼ିଓ ଫଟୋ ମଧ୍ୟ ଆମକୁ ଦିଅନ୍ତୁ। ଆମେ ନିଶ୍ଚିତ ରୂପେ ଆପଣଙ୍କର ଏଇ ଖବରକୁ ଆମ ଏଇ ନ୍ୟୁଜ୍ ଚ୍ୟାନେଲ୍ ମାଧ୍ୟମରେ ପରିପ୍ରକାଶ କରିବୁ।